ମୁଁ ଅନେକ ଦିନ ସମୟରୁ ମୋ ପୁଅକୁ ଅପେକ୍ଷା କରିଛି। ମୋର ଅନୁମାନ ଯାହା ସେମାନେ ଅନେକ ସମୟରେ ପହଞ୍ଚିଯିବା କଥା, କିନ୍ତୁ କାହିଁକି କେଜାଣି ଏପର୍ଯ୍ୟନ୍ତ ଆସିଲେନି କେମିତି? ଭଲ ଟିକେ ମୁଁ ଅପେକ୍ଷା କରେ। ହଁ ଭଲ ଟିକେ ମୁଁ ଅପେକ୍ଷା କରେ। পিতা ଜଣନ୍ତୁ ମୋର ଭୂମିଷ୍ଠ ପ୍ରଣାମ ପିତା। ସିଦ୍ଧାର୍ଥ, ତୁ କଣ ମଦ୍ୟପାନ କରିଛୁ? ନାଇଁ ତ ପିତା। ଚୁପ, একদম চুপ। ହେଲେ ପିତା ମଦ କଣ ଖରାପ? ଆରେ କଥାରେ ପରା ଅଛି, ଯିଏ ପିଏନି ମଦ ତା ବଂଶ ଯାକଟା ପରା ଗଧ। ଆଉ ଶୁଣନ୍ତୁ ପିତା, ମଦ ପିଏ ମହାଜ୍ଞାନୀ, ଖାଲି ଗଡୁଥିବ ଜାଣି ଜାଣି। সিদ্ধার্থ, କଣ ମଦ କଣ? ହଁ ମଦ ଏକ ଅଖରାପ ଦ୍ରବ୍ୟ। ଏହା ସେବନ କରି କେହି ବଡ଼ ଲୋକ ହନ୍ତି ନାହିଁ, ବରଂ ସୁନାର ସଂସାର ଚୁନା ହୋଇଯାଏ। ଚୁନା ଏ ମଦ ପାଇଁ ମୋ ପରିବାରକୁ ଚୁନା କରିଦେଇଛି। ଚୁନା ଯଦି ଜାଣିବ କିଛି ଅଛି ସେଇ ଅତୀତର କଥା, ତେବେ ଶୁଣ। ତେବେ ପ୍ରକାଶ କରନ୍ତୁ ପିତା, ମୁଁ ଶୁଣିବାକୁ ପ୍ରସ୍ତୁତ ଅଛି। ଶୁଣ ରେ ସିଦ୍ଧାର୍ଥ, ପୁତ୍ର ମୋର। ହଁ ପିତା, ମୁଁ ଆପଣଙ୍କ କାହାଣୀ ମୋ ଜୀବନର। ତେବେ କୁହନ୍ତୁ ଆପଣଙ୍କ ଜୀବନ କାହାଣୀ। সিদ্ধার্থ, পুত্র মোর, কাহাণী মো জীবনর। ষোড়রে সিদ্ধার্থ, পুত্র মোর, কাহাণী মো জীবনর। কহিবাকু মতে মাডুଅଛି লজ্জা, কহিবাকু মতে মাডুଅଛି লজ্জা। পুত্র মোর, পুত্র মোর, পুত্র মোর। ହଁ ପିତା, ମୁଁ ଆପଣଙ୍କ ପୁତ୍ର ଯୁବରାଜ ସିଦ୍ଧାର୍ଥ। ନିଜକୁ ଲାଗେ ଧିକାର। ଶୁଣରେ ସିଦ୍ଧାର୍ଥ, ପୁତ୍ର ମୋର, କାହାଣୀ ମୋ ଜୀବନର। ଶୁଣରେ ସିଦ୍ଧାର୍ଥ,
লুটেনি ভাই বিক্রম আদর্শ কলিঙ্গ রাজ্য কুমার লুটেনি ভাই বিক্রম আদর্শ কলিঙ্গ রাজ্য কুমার জ্যেষ্ঠ ভ্রাতা মোর বিক্রম আদিত্য সম্ভাଳିরে রাজ্য মূর্খ চণ্ডাଳ হইণ মাতাଳ মূর্খ চণ্ডাଳ হইণ মাতাଳ হত্যা କରି ভ্রাতা মোর হত্যা କରି ভ্রাতা মোর নিজ হস্তে নিজ হস্তে নিজ হস্তে ନାଇଁ ପିତା ଆପଣ ମିଛ କହୁଛନ୍ତି ଆପଣ ଏମିତି କରିପାରିବେନି ପିତା ଆପଣ ଏମିତି କରିପାରିବେନି হত্যা କରି ভ্রাতা মোর শোণরে সিদ্ধার্থ পুত্র মোর কাহাণী ମୋ জীবন ବୁଝିଲେ ପୁତ୍ର ସିଦ୍ଧାର୍ଥ ପିତା ସେ ଦିନର କଥା ମନେ ପଡ଼ିଗଲେ ମୋ ଜୀବନର ସେହି ଅନ୍ଧକାର ସ୍ୱପ୍ନ ଅନ୍ଧକାର ସ୍ୱପ୍ନ ମୋ ଆଖି ଆଗରେ ନାଚି ଉଠୁଛି କେବଳ ଏହି ମଦ୍ୟପାନ କରି ମୋର ସର୍ବନାଶ ଘଟିଛି ମୋର ରାମଚନ୍ଦ୍ର ପରି ବଡ଼ ଭାଇଙ୍କୁ ନିଜ ହାତରେ ହତ୍ୟା କରିଦେଇଛି ନାଇଁ ପିତା ଆପଣ ସେମିତି କୁହନ୍ତୁନି ପିତା ଆଉ ସ୍ୱର୍ଣ୍ଣପ୍ରଭା ମୋ ବଡ଼ ଭାଉଜ ଗଲେ କୁଆଡ଼େ ଏ ପର୍ଯ୍ୟନ୍ତ ଦେଖା ନାହିଁ ଆଜି ପୁଣି ସେଇ ଇତିହାସ ଆଉ ଥରେ ପୁନରାବୃତ୍ତି କରିବାକୁ ଯାଉଛି ମୋର ଭୁଲ ହୋଇଯାଇଛି ପିତା ମୋର ଭୁଲ ହୋଇଯାଇଛି ଆଉ କୌଣସି ପରିସ୍ଥିତିରେ ମଧ୍ୟ ମୁଁ ଏମିତି ଭୁଲ କରିବିନି ପିତା ଆପଣ ମୋତେ କ୍ଷମା କରିଦିଅନ୍ତୁ ପୁତ୍ର ସିଦ୍ଧାର୍ଥ ପିତା ଯଦି ତୁ ମୋ ରକ୍ତର ସନ୍ତାନ ହେଲେ ହଁ ପିତା ତୁ କରିବାକୁ ହେବ ମୋ ମନର ସନ୍ଦେହର ସମାଧାନ ନିଶ୍ଚୟ କରିବି ପିତା ନିଶ୍ଚୟ ଆପଣଙ୍କ ମନର ସନ୍ଦେହର ସମାଧାନ କରିବି ହେଲେ ପିତା ଆପଣ ଯେଉଁ ଅତୀତର କଥା କହିଗଲେ ସେତେବେଳେ ଆପଣଙ୍କ ସମ୍ମୁଖରେ କିଏ କିଏ ଥିଲେ ପିତା ମୋ ସମ୍ମୁଖରେ ଥିଲେ ହଁ ପିତା ସେ ଅନ୍ନାତି ବାରି ଏବଂ କଟପା ମହାନ୍ତି ହଁ ପୁତ୍ର ସିଦ୍ଧାର୍ଥ ପିତା ବର୍ତ୍ତମାନ ଆପଣ ନିଶ୍ଚିତ ହୋଇକି ରୁହନ୍ତୁ ମୁଁ ଆଜି ଏଇ ଆମ କଳିଙ୍ଗ ରାଜ୍ୟର ଇଷ୍ଟ ଦେବୀ ମା କାତାରିକୁ ଶପଥ କରି କହୁଛି ଆପଣଙ୍କ ସମସ୍ୟାର ସମାଧାନ ବହୁତ ଶୀଘ୍ର କରିବି ପିତା ହଁ ମୁଁ ବହୁତ ଶୀଘ୍ର କରିବି ଏଥର ମୋ ମନକୁ ଶାନ୍ତି ଲାଗିଲା ବୁଝିଲି ପୁତ୍ର ସିଦ୍ଧାର୍ଥ ପିତା ଯଦି ସତ୍ୟରେ ବଡ଼ ଭାଇକୁ ହତ୍ୟା କରିଥାଏ ଏ ଦୁନିଆ ଏ ସମାଜ କଣ କହିବେ ଜାଣିଛୁ କଣ ପିତା ଏମିତି ଭାଇ ଜଗତେ ନାହିଁ ଆପଣ ବର୍ତ୍ତମାନ ନିଶ୍ଚିନ୍ତ ହୋଇକି ବିଶ୍ରାମ କକ୍ଷକୁ ଯାଆନ୍ତୁ ପିତା ମୁଁ ଆପଣଙ୍କ ସମସ୍ୟାର ସମାଧାନ କରିବି ଠିକ ଅଛି ପୁତ୍ର ସିଦ୍ଧାର୍ଥ ଚାଲନ୍ତୁ ପିତା ତାମାନେ ମୋ ପିତାଙ୍କ କହିବା ଅନୁଯାୟୀ ଏଇ ଆମ ବିଶାଳ କଳିଙ୍ଗ ରାଜ୍ୟରେ ସେମାନେ ଥିଲେ ଦି ଭାଇ ଆଉ ସେଇ ସମୟରେ ଏଇ ଆମ ରାଜ୍ୟର ମହାରାଜା ଥିଲେ ମୋ ବଡ଼ ବାପା ମହାରାଜ ବିକ୍ରମାଦିତ୍ୟ ଯେତେବେଳେ ମୋ ପିତା ଘୋର ନିଶାସକ୍ତ ଅବସ୍ଥାରେ ଥିଲେ ହଠାତ୍ ମୋ ବଡ଼ ବାପାଙ୍କର ହତ୍ୟା ହୋଇଛି ଆଉ ସେଇ ହତ୍ୟାର ଦୋଷରେ ମୋ ପିତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି ଏଥିରେ ମୁଖ୍ୟ କଥା ହେଉଛି ସେତେବେଳେ ମୋ ପିତାଙ୍କ ସମ୍ମୁଖରେ ଥିଲେ ସେଇ ଆମ ରାଜ୍ୟ ସେନାପତି ଆନ୍ନା ତିୱାରୀ ମହାଶୟ ଏବଂ ସେଇ ମହାନ୍ତି ମଉସା ଆଉ ହଁ ବର୍ତ୍ତମାନ ମୁଁ ମଦ୍ୟପ ହେବାକୁ ଯାଉଥିବା କାରଣ ହେଉଛନ୍ତି କେବଳ ସେଇ ମହାନ୍ତି ମଉସା ଉଭୟକୁ ଦେଖିବାକୁ ଗଲେ
ଏହା ଗୋଟିଏ ରହସ୍ୟ ପରିକା ଲାଗୁଛି। ଆଉ ହଁ, এই রহস্য চক্রব্যূহକୁ ভেদ କରିବ এই যুবরাজ সিদ্ধার্থ সামন্তরায়। তবে অবিলম্বে চালিଯିବି ମୁଁ সেই ସମସ୍ୟାର ସମାଧାନ ନିମିତ୍ତ।